ମା ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 450 ରୁ 455। ପ୍ରଭୁ ଲେଖୁଛନ୍ତି, ଯଦି ତୁ ତୁଚ୍ଛତମ କୀଟ ଏବଂ ନିଚତମ ଅପରାଧୀକୁ ଭଲ ପାଇ ନ ପାରିବୁ, ତେବେ ଆପଣା ଚିନ୍ମୟତାର ଭୂମିରେ ତୁ ପରମେଶ୍ୱରଙ୍କୁ ଗ୍ରହଣ କରିନେଇଛୁ ବୋଲି ଆଉ ବିଶ୍ୱାସ କରିପାରିବୁ କିପରି? 451 ଲେଖୁଛନ୍ତି, ସଂସାରକୁ ବାଦ ଦେଇ ଭଗବାନଙ୍କୁ ଭଲ ପାଇବାର ଅର୍ଥ ହେଉଛି ତାଙ୍କ ଲାଗି ଯେଡ଼େ ପ୍ରଗାଢ଼ ହେଲେ ମଧ୍ୟ କେବଳ ଏକ ଅପୂର୍ଣ୍ଣ ଆରାଧନା। 452 ଲେଖୁଛନ୍ତି, ପ୍ରେମ କ'ଣ କେବଳ ଈର୍ଷାର ହିଁ ଏକ କନ୍ୟା ବା ଏକ ପରିଚାରିକା? ଯଦି କୃଷ୍ଣ ଚନ୍ଦ୍ରାବଳୀକୁ ଭଲ ପାଇଲେ, ତେବେ ମୁଁ ମଧ୍ୟ ତାଙ୍କୁ ନ ପାଇପାରିବି କାହିଁକି? ଜ୍ଞାନ 453 ଦେଖୁଛନ୍ତି, ଯେହେତୁ ତୁମେ କେବଳ ପରମେଶ୍ୱରଙ୍କୁ ହିଁ ଭଲ ପାଉଛ, ତେବେ ତୁମେ ହୁଏତ ଖୁବ୍ ସମ୍ଭବ ଦାବି କରି ବସିବ ଯେ ସିଏ ଆଉ ଅନ୍ୟମାନଙ୍କୁ ଭଲ ନ ପାଇ ବରଂ କେବଳ ତୁମକୁ ହିଁ ଭଲ ପାଇବେ। ମାତ୍ର ଏହି ଦାବି ଏକ ମିଥ୍ୟା ଦାବି, ଯାବତୀୟ ଯଥାର୍ଥ ଅଧିକାର ତଥା ବସ୍ତୁ ସ୍ୱଭାବର ବିରୋଧୀ। କାରଣ ସିଏ ହେଉଛନ୍ତି ଏକମେବା ଦ୍ୱିତୀୟ ଏବଂ ତୁମେ ହେଉଛ ଅନେକର ଏକ ଅଂଶ। ତେଣୁ ତୁମେ ବରଂ ହୃଦୟ ତଥା ଆତ୍ମାର ଭୂମିରେ ସକଳ ସତ୍ତାଙ୍କ ସହିତ ଏକ ହୋଇ ରହିବ। ତେବେ ସେତେବେଳେ ପରମେଶ୍ୱର ଭଲ ପାଇବା ଲାଗି ଏକା ତୁମ ବ୍ୟତୀତ ଏହି ପୃଥିବୀରେ ଆଉ ଜଣେ କେହି ହେଲେ ନଥିବେ। ଜ୍ଞାନ 454 ଯେଉଁମାନେ ପରମେଶ୍ୱରଙ୍କର ଭଲ ପାଇବାରେ ମୋତେ ମଧ୍ୟ ଅଂଶଗ୍ରହଣ କରିବାକୁ ଦିଅନ୍ତି, ମୋର ସେମାନଙ୍କ ସହିତ କୌଣସି କଳହ ନାହିଁ। ମାତ୍ର ଯେଉଁମାନେ ମୋର ପ୍ରେମାସ୍ପଦଙ୍କୁ ଭଲ ନ ପାଇବାର ନିର୍ବୋଧତା କରନ୍ତି, ମୋର ସେଇମାନଙ୍କ ସହିତ କଳହ। ଜ୍ଞାନ 455 ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି, ତୁମେ ସେଇମାନଙ୍କ ମଧ୍ୟରେ ହିଁ ଆନନ୍ଦ ଲାଭ କର। ସିଏ ଯେଉଁମାନଙ୍କୁ ଭଲ ନ ପାଉଥିବାର ଛଳନା କରୁଛନ୍ତି, ତୁମେ ସେମାନଙ୍କର ଦୁର୍ଭାଗ୍ୟରେ ଦୟା ହିଁ ଅନୁଭବ କର। ଦେଖନ୍ତୁ, କେତେ ସୁନ୍ଦର ଭାବରେ ଆମକୁ ବଞ୍ଚିବାର କଳାଟି ଶିଖାଉଛନ୍ତି। ଆମକୁ ଭଲ ପାଇବାର ସଂଜ୍ଞା ଦେଉଛନ୍ତି ଏବଂ ପ୍ରକୃତ ଭଲ ପାଇବା, ପ୍ରକୃତ ପ୍ରେମ, ତାର ସଂଜ୍ଞା ଆଠାରୁ ଅତି ସରଳ ଭାବରେ ଆଉ କିଛି ନ ହେଇପାରେ। ବଢ଼ିଆ ଭାବରେ ଆରମ୍ଭରୁ ଆମେ ଚେଷ୍ଟା କରିବା ମନେ ରଖିବା ପାଇଁ, ବୁଝିବା ପାଇଁ, ହୃଦୟଙ୍ଗମ କରିବା ପାଇଁ। କହିଲେ, ଯଦି ତୁ ତୁଚ୍ଛତମ କୀଟ ଏବଂ ନିଚତମ ଅପରାଧୀକୁ ଭଲ ପାଇ ନ ପାରିବୁ, ତେବେ ଆପଣା ଚିନ୍ମୟତାର ଭୂମିରେ ତୁ ପରମେଶ୍ୱରଙ୍କୁ ଗ୍ରହଣ କରିନେଇଛୁ ବୋଲି ଆଉ ବିଶ୍ୱାସ କରିପାରିବୁ କିପରି? ଏ ସଂସାରର ପ୍ରତ୍ୟେକ ପରିପ୍ରକାଶ ହେଉଛି ତାଙ୍କର ହିଁ ପରିପ୍ରକାଶ। ଯୋଉଠି ତାଙ୍କର ଉପସ୍ଥିତି ନାହିଁ, ଯୋଉଠି ସିଏ ନାହାନ୍ତି, ତାହାର ସ୍ଥିତି ହିଁ ନାହିଁ। ବୁଝି ହେଉଛି? ଯୋଉଠି ସିଏ ନାହାନ୍ତି, ତାଙ୍କର ସ୍ଥିତି ହିଁ ନାହିଁ। ଯଦି ଯୋଉଠି ସିଏ ନାହାନ୍ତି ତାଙ୍କର ସ୍ଥିତି ହିଁ ନାହିଁ, ତେବେ ତେବେ ତୁମେ କାହାକୁ ଭଲ ନ ପାଇକି କେବଳ ପରମେଶ୍ୱରଙ୍କୁ ଭଲ ପାଇପାରିବ କିପରି? ତା ପରପରରେ ସେ କହୁଛନ୍ତି, ସଂସାରକୁ ବାଦ ଦେଇ ଭଗବାନଙ୍କୁ ଭଲ ପାଇବାର ଅର୍ଥ ହେଉଛି ତାଙ୍କ ଲାଗି ଯେଡ଼େ ପ୍ରଗାଢ଼ ହେଲେ ମଧ୍ୟ କେବଳ ଏକ ଅପୂର୍ଣ୍ଣ ଆରାଧନା। ହେଲା, ଯେ ଆମେ କହିବା ଯେ ମୁଁ ଭଗବାନଙ୍କୁ ଭଲ ପାଉଛି କିନ୍ତୁ ଅନ୍ୟମାନଙ୍କୁ ମୁଁ ଭଲ ପାଉନାହିଁ। ସଂସାରକୁ ଭଲ ପାଇପାରିବେନି, ଆପଣ ଶତ୍ରୁକୁ ଭଲ ପାଇପାରିବେନି, ବସ୍ତୁ ସକଳକୁ ଭଲ ପାଇବେନି, ଆପଣଙ୍କର ବିରୋଧୀ ଯିଏ ତାଙ୍କୁ ଭଲ ପାଇବେ ନାହିଁ। ଏଇ ଭାବ ହିଁ ରହିବ ନାହିଁ। କାରଣ ଦେଖନ୍ତୁ, ବିରୋଧୀ ଭିତରେ, ଶତ୍ରୁ ଭିତରେ ସିଏ ଆପଣଙ୍କୁ ଯେ ସମର୍ଥ କରୁଛନ୍ତି, ଆମକୁ ଯେ ତିଆରି କରୁଛନ୍ତି, ସେଇ ଗୋଟିକୁ ଆମେ ଜାଣିପାରୁନୁ ବୋଲି ଆମେ ତାଙ୍କୁ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିପାରୁ। ଯେତେ ତୁଚ୍ଛତମ କୀଟ ହେଇଥାଉ, ଅପରାଧୀଟିଏ ହେଇଥାଉ, ତାକୁ ଭଲ ପାଇବା ଅର୍ଥ ବି ଏୟା ନୁହଁ, ମିସଅଣ୍ଡରଷ୍ଟାଣ୍ଡ କରିବେ ନାହିଁ। ଭଲ ପାଇବାର ଅର୍ଥ ଏୟା ନୁହେଁ ଯେ ସିଏ ଯାହା କରୁଛି ତାକୁ ଆପଣ ସମର୍ଥନ କରିବେ ଏବଂ ତା ସହିତ ମିଶିକରି ସେ କାର୍ଯ୍ୟ କରିବେ। କାରଣ ପୂର୍ବରୁ ଆମେ ଜ୍ଞାନକାରିକାରେ ମନେ ରଖିବା, ପ୍ରଭୁ କହୁଛନ୍ତି ସାଧୁ ବେଶଧାରୀ ବ୍ୟକ୍ତିଙ୍କୁ
ଆପଣ ତାର ବେଶ ପାଇଁ ସମ୍ମାନ କରନ୍ତୁ, ଠିକ ଅଛି, କିନ୍ତୁ ତାଙ୍କୁ ପର୍ଯ୍ୟବେକ୍ଷଣ କରନ୍ତୁ, ତାଙ୍କୁ ନିରୀକ୍ଷଣ କରନ୍ତୁ, ତାଙ୍କୁ ପରଖନ୍ତୁ। ତାମାନେ ସେଠି ଆମକୁ ସେ କହୁଛନ୍ତି ଅନ୍ଧ ଭାବରେ ତାଙ୍କର କଥାକୁ ସମର୍ଥନ କରିବା କିମ୍ବା ଗ୍ରହଣ କରିବା ତାଙ୍କ ପ୍ରତି ସମ୍ମାନ ନୁହେଁ। କାହିଁକି ନା କପଟତା ବା କପଟ ଆଚରଣ କରି ଯେକୌଣସି ବ୍ୟକ୍ତି ମଧ୍ୟ ଆସିପାରେ। ଏଠି ପ୍ରଶ୍ନ ଉଠେ, ଅନେକ ଲୋକ ପ୍ରଶ୍ନ କରନ୍ତି, ଯଦି ମୋର ଶତ୍ରୁ ଭିତରେ ମଧ୍ୟ ଭଗବାନ ନିଜେ ଅଛନ୍ତି, ବିରୋଧୀ ଯୋଉ ଶକ୍ତି ଆପଣ କହୁଛନ୍ତି ତା ଭିତରେ କଣ ଭଗବାନ ନାହାନ୍ତି? ତେବେ ବିରୋଧୀ ଶକ୍ତି ଯୋଉ ରୂପରେ ଆସୁଛି ମଧ୍ୟ ତାକୁ ମୁଁ କାହିଁକି ଭଲ ପାଇବି ନାହିଁ? ଭଲ ପାଇବେ, କିନ୍ତୁ ବିରୋଧୀ ଶକ୍ତିକୁ ଗ୍ରହଣ କରିବେ କାହିଁକି? ତାପରେ ସେଗୁଡା କହୁଛନ୍ତି କାହିଁକି ନା ଉଚ୍ଚତର ଚେତନାର ଯୋଉ ପାବଚ୍ଛ ରହିଛି, ସେ ପାବଚ୍ଛରେ ପହଞ୍ଚିଲେ ଏ ସବୁ ସ୍ପଷ୍ଟତା ଜାଣି ହୁଏ। ତା ପୂର୍ବରୁ ଯଦି ଆପଣ କେବଳ ଶୁଣିକରି ଯେ ଭଗବାନ ଯେହେତୁ ସବୁ ଜାଗାରେ ଅଛନ୍ତି, ତେଣୁ ଶତ୍ରୁକୁ ଭଲ ପାଇବା ଅର୍ଥ ହଉଛି, ଆପଣ ଯଦି ଭାବିବେ ଏଇଆ ଯେ ଶତ୍ରୁକୁ ବା ବିରୋଧୀ ଶକ୍ତିକୁ ଭଲ ପାଇବା ଅର୍ଥ ହଉଛି ସିଏ ଯାହା କରୁଛି ସେଥିରେ ସମର୍ଥନ କରିବା ଏବଂ ତାହା ହିଁ କରିବା, ତାହା ଏକ ମସ୍ତ ବଡ଼ ଭୁଲ ହୁଏ। କାରଣ ତାହା କାହିଁକି ମସ୍ତ ବଡ଼ ଭୁଲ ହୁଏ? ଆପଣ ଅନୁଭବ ସ୍ତରକୁ ନ ଯାଇ କେବଳ ବାହ୍ୟତଃ ତାଙ୍କୁ ଯୋଉ ଗ୍ରହଣ କରିନେଉଛନ୍ତି, ତାହା ଆପଣଙ୍କ ପାଇଁ କେମିତି ହବ ଚିନ୍ତା କରନ୍ତୁ। ଯଦି ଯୋଉ ଲଜିକ ପକେଇକି ଲୋକ ଆମକୁ ଥଟ୍ଟା କରନ୍ତି ଯେ କଣ ହେଲା ତମେ ଏକଥା ସେକଥା ଦିକଥା ଯୋଡ଼ିକି କେମିତି କହୁଛ, ସେ ଲଜିକର ସିଧାସଳଖ ଗୋଟେ ଉତ୍ତର। ଗୋଟିଏ ପିଲାଟିଏ ଗୁରୁକୁଳର ଶିଷ୍ୟ ଗୁରୁଙ୍କ ଠାରୁ ଆଜି ଶୁଣିକି ଗଲେ ଯେ କଣ କହିଲେ ଏଠି, ଯେ ପରମେଶ୍ୱର ହଉଛନ୍ତି ଏକମ୍ ଏବ ଦ୍ୱିତୀୟମ୍, ତାଙ୍କ ବ୍ୟତିରେକ ଦ୍ୱିତୀୟ କେହି ନାହାନ୍ତି, ସେ ହିଁ ହଉଛନ୍ତି ଏକ। ଚତୁର୍ଦିଗରେ କେବଳ ବ୍ରହ୍ମ ହିଁ ରହିଛନ୍ତି। ବାଟରେ ଆସୁଛନ୍ତି, ହଠାତ୍ ଦେଖିଲେ ଲୋକ ସବୁ ଧାଁ ଦୌଡ଼ ଦୌଡ଼ା ଦୌଡ଼ି ହେଇଯାଉଛନ୍ତି, ଏପଟ ସେପଟ ହଉଛନ୍ତି, ରାସ୍ତା ଫାଙ୍କା କରି ଦୌଡୁଛନ୍ତି ଯେ ଯୁଆଡେ ପାରୁଛନ୍ତି। ଇଏ କହିଲା କଣ ଏମିତି ବ୍ରହ୍ମ ମାନେ ସବୁ ଏମିତି ଦୌଡ଼ା ଧାଁ କରୁଛନ୍ତି, ଚାରିଆଡେ ବ୍ରହ୍ମ ନା। ଏଇ ସମୟରେ ଦେଖିଲେ ସେ ବଡ ପାଟିରେ ମାହୁନ୍ତ ହାତୀ ଉପରେ ବସି ଚିଲ୍ଲଉଛି, ତେଣୁ ତାରି ପାଟି ଶୁଣି ସମସ୍ତେ ଏପଟ ସେପଟ ହେଉଛନ୍ତି। ସେ କଣ କହୁଛି ଯେ ହାତୀଟି ପାଗଳା ହେଇଯାଇଛି, ତମେ ସମସ୍ତେ ଟିକେ ରାସ୍ତାରୁ ହଟିଯାଅ, ବଡ ପାଟିରେ ସେ କହୁଛି। ଇଏ ରାସ୍ତା ଉପରେ ଏମିତି ଦମ୍ଭିଲା ହେଇକି ଠିଆ ହେଇ ପଡିଲା, କହିଲା ଏ ମାହୁନ୍ତ କିଛି ଜାଣିନି, ହାତୀ ଭିତରେ ନିଜେ ବ୍ରହ୍ମ ଅଛନ୍ତି, ମୋ ଭିତରେ ବ୍ରହ୍ମ ଅଛି, ହାତୀ ବ୍ରହ୍ମ ମୁଁ ବି ବ୍ରହ୍ମ, ତେଣୁ ବ୍ରହ୍ମ ବ୍ରହ୍ମଙ୍କର କ୍ଷତି କାହିଁ କରିବ? ଇଏ ମାହୁନ୍ତ ଅଜ୍ଞାନ, ଜାଣିନି କିଛି, ସେ ଖାଲି ହାତୀକୁ ହାତୀ ବୋଲି ଭାବୁ, ସେ ଜାଣୁନି ହାତୀ ହଉଛି ବ୍ରହ୍ମ। ତାପରେ ସେ ମାହୁନ୍ତ ଆହୁରି ଜୋରରେ ଚିଲଉଛି, ଏ ବାଟା, ଏ ବାବା, ଏ ଧନ, ଉଠିଯା ରେ। କାହିଁ ସେ ଶୁଣିବ, ହାତୀ ପଗଳା ହେଇଯାଇଛି, ଆସିଲା ଶୁଣ୍ଢରେ ଟେକି ଧରିଲା, ବୁଲେଇ ବୁଲେଇ ଛାଟିଦେଲା। ଯାଇକି ପଡିଲା ଗୋଟେ ଜାଗାରେ, ଭାଗ୍ୟକୁ ଯୋଉ ଜାଗାରେ ପଡିଲା ବେଶୀ କିଛି ତାର ହାତ ଗୋଡ ଭାଙ୍ଗି ନାହିଁ। ସେଠୁ ହାତୀ ତାର ପଳେଇଲା। ସେଠି ଅନ୍ୟ ଲୋକମାନେ ଆସି ତାକୁ ଉଠା ଉଠି କଲେ। ସମସ୍ତେ ଜାଣିଥାନ୍ତି ସେ ଆଶ୍ରମର ଅନ୍ତେବାସୀ ଶିଷ୍ୟ ଜଣେ, ସେଠୁ ତାକୁ ଟେକିକି ନେଇକି ଗଲେ ସେଠି, ସେଠି ତାଙ୍କର ସେବା ଶୁଶ୍ରୂଷା ସମସ୍ତେ ଲାଗିଗଲେ। ତାର ଯେତେବେଳେ ହୋସ ଆସିଲା, ପାଖରେ ଗୁରୁ ବସିଛନ୍ତି, ଗୁରୁଙ୍କୁ ସେ ପ୍ରଥମେ ପ୍ରଶ୍ନ କଲା, କହିଲା ଗୁରୁଦେବ ଆପଣ ଯାହା କହିଲେ ସବୁ ମିଛ। ନା କଣ ମିଛ କହିଲି? ନା ଆପଣ କହିଲେ ଆଜି ସବୁଆଡେ ବ୍ରହ୍ମ ଅଛନ୍ତି। ନା ହଁ ଠିକ କହିଛି। ସେଠୁ ତାପରେ ସେ ଯାହା କହିବା କଥା କହିଗଲା। ନା ଘଟଣା କଣ ହେଲା କହ, ତୁ କାହିଁକି କହୁଛୁ ମିଛ କହୁଛୁ? ନା ଆଜି ହାତୀ ଆସୁଥିଲା, ଆଉ ଏମିତି ଏମିତି ହେଲା, ସମସ୍ତେ ଦୌଡୁଥିଲେ, ମାହୁନ୍ତ ଚିଲଉଥିଲା, ମୁଁ କହିଲି ଜାଣିଲି, ମାହୁନ୍ତ ଜାଣିପାରୁନି ହାତୀ ଭିତରେ ବ୍ରହ୍ମ ଅଛନ୍ତି, ମୋ ଭିତରେ ବ୍ରହ୍ମ ଅଛନ୍ତି, ବ୍ରହ୍ମ ବ୍ରହ୍ମଙ୍କର କାହିଁ କ୍ଷତି କରିବ? ଗୁରୁଦେବ କହିଲେ ଠିକ କହିଛୁ, ପୁରା ଠିକ, ହଁ ହାତୀ ବ୍ରହ୍ମ, ତୁ ବି ବ୍ରହ୍ମ, ଠିକ, କିନ୍ତୁ ଧନ ମୁଁ କୋଉଠି ମନା କରିଥିଲି ମାହୁନ୍ତ ବ୍ରହ୍ମ ନୁହଁ ବୋଲି?
अरे नहीं है ताले जदि हाथी ब्रह्म हेले तेरे माहुत केमिति अज्ञान हेले माहुत केमिति ब्रह्म ही पारले नहीं जदि हाथी तोर ब्रह्म तू जदि ब्रह्म तेरे माहुत ब्रह्म जहाँ कहिले तू ब्रह्म ताकू कहीं शुणलु नहीं कह माहुत ब्रह्म कौन कहते ना कहते हाथी पगला हो जाए रास्तार सब हटि जाओ ना तेरे कह ये बुझला कहला अरे हे हाँ तापर कहले देख जेहेतु तो भितर गोटे सरलता थिला मूर्खामी पछे हो तेणु भगवान तते हाथीर पाद तले पकई नांती से हाथी भितरे रही तते केवल शिक्षा देवा पई टेकिकी फोपाड़ी देइछन जे पर्यंत आमे आमे कहबा जे मु भगवान को केवल भल पाउची आउ काहाकू भल पाई परिबि नाही संसार को बाद देबे एई थिरे रहिथिबे किंबा अनुभव स्तर रे न जाई चेतनार स्तर रे ऊर्ध्व को न उठी केवल कथारे केवल सेइथिरे रहिबे तेबे कौन हबो तापर ज्ञान 452 रे जोटा कहउछन से प्रकार अवस्था भी हमरा होई पारे सेठी जेमती हैला एठी सेमती कौन कहउछन प्रेम कौन केवल एक ईर्षार ही एक कन्या बा एक परिचारिका जदि कृष्ण चंद्रावली को भल पाइले तेबे मु मध्य तांको न पाई परिबि काहेकि चंद्रावली होचंती जने गोपी जे सेठी श्रीकृष्ण समस्त भल पाउथिले तेणु जदि राधा कहिबे जे नाई कृष्ण जेहेतु चंद्रावली को भल पाउचंती अन्य गोपी मानु भल पान तेणु मु तांको भल पाइबिनी किंबा से मोर हेई परिबेनी राधा कहिबे कि राधा होचंती चिंता करंतु प्रेमर सेही पराकाष्ठा जे जहाँ भी संसारर जेते भी दुर्विपाक आसु जेते भी दुर्घटना आसु जेते प्रकार समस्या आसु जेते प्रकार आपण कहतु कुत्सारटना कहतु जेते प्रकार कुमंत्रणा कहतु सबु सत्वे से कृष्ण को भल पाई जेते बेले उद्धव आसी पचार जे कृष्ण विरह रे आपन कौन दुख लगुनि समस्ते व्यस्त हो आपण भीतर कहीं व्यस्तता नहीं राधा कहते किए कहला कृष्ण मोठू छाड़ी चली जाइए कृष्ण तो मो सहित अच्छा तेबे मु विरह रे तो नहीं आ विरह वेदना मो पाखरे कहीं आसीबो आमे मनीष मन रे जो माने बंचुचु मन लोअर वाइटल प्राण प्राणर जो निम्न स्तर रे यही प्रकार भाव थाए ईर्षा थाए घृणा थाए विरह थाए जदि मो कथा अनुसार नहला ताहले सी मते भल पाऊ नहीं आपण मु जो धारा रे चिंता करुची सी जदि से धारा रे चिंता करू नहीं जदि ताकू समर्थन करूनी तेबे सी मते कौन भल पाउची मते से भल पाउने मत जदि भल पाउछन मो हाँ रे हाँ मारिबनी जदि मो हाँ रे हाँ न मारिला ताल से मते भल पाउ नहीं यही प्रकार होची लोअर भाइटाल निम्न प्राणर गतिविधि व्यक्ति सब अच्छा जो कहती कौन तक कहती कथार पोथी बैगण बाड़ी बैगण भाषण रे बहुत कथा कहे मो कथा शुणलानी अभिमान करेंगे कथबार्ता हेनी हाँ एमती तो अच्छी खाद्य पठेले खाइबे नहीं अच्छा किंतु पोथी बैगण बारी बैगण पोथी रे कहला बेले भगवान को कथा संगति कथा भल पाइबा कथा अन्य मान को बहुत कथा कहे किंतु जदि तांको कथा अनुसार घटना न घटिला तेबे से तुमको आउ बासी आउ पचारे तुमको धीरे 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 तुम चेर काटा आरंभ करेंगे कथा हेनी अभिमान करेंगे तमें जो थी सी जीवे ना ये प्रकार सब घटना ये हूँ सब माने लोअर भाइटाल आहुरी लोअर भाइटाल जदि किछि थाए से प्रकार प्रवृत्ति गुड़िक तेणु एठी कहउचंती
ପ୍ରେମ କେବେ ଈର୍ଷାର ଏକ କନ୍ୟା ବା ପରିଚାରିକା ନୁହେଁ। କେତେ ଗୂଢ଼ କଥା ଗୁଡ଼ିକ ଏଠି କହୁଛନ୍ତି। ତେଣୁ ଆମେ ନିଜକୁ ଏମିତି ପ୍ରସ୍ତୁତ କରିବା, ସବୁ ଭିତରେ ଭଗବତ ଉପସ୍ଥିତିକୁ ଅନୁଭବ କରିବା, କିନ୍ତୁ ମୂର୍ଖ ହବା ନାହିଁ। ମୂର୍ଖ ହବା ନାହିଁ। ଯେ ପର୍ଯ୍ୟନ୍ତ ଚେତନାର ଉଚ୍ଚ ସ୍ତରକୁ ମୁଁ ଉଠି ନାହିଁ, ଉପଲବ୍ଧି ମୋର ହେଇନାହିଁ, ସେ ପର୍ଯ୍ୟନ୍ତ ମୋର ହୃଦୟଙ୍ଗମ ଆସିବ ନାହିଁ। ତେଣୁ ସତର୍କ ମତେ ରହିବି। ତା ପୂର୍ବରୁ ଅନେକ ଥର ଆମେ ପଢ଼ିଛନ୍ତି, ଯଦି କହୁଛନ୍ତି, ପ୍ରଭୁ କହୁଛନ୍ତି, ଯଦି ଯୋଉ ବାକ୍ୟ, ଯୋଉ କର୍ମ, ଯୋଉ ଚିନ୍ତା, ଯୋଉ ଧାରଣା, ଯୋଉ ଆଦର୍ଶ ମୋତେ ମାଙ୍କର ନିକଟତର କରାଉ ନାହିଁ, ଉଚ୍ଚତର ସତ୍ୟ ଆଡ଼କୁ ମୋତେ ଖୋଲି ଧରୁନାହିଁ, ତାହା ମୋ ପାଇଁ ପ୍ରୟୋଜନ ନାହିଁ। ଜ୍ଞାନ 453ରେ କହୁଛନ୍ତି, ଯେଉଁମାନେ ତୁମେ କେବଳ ପରମେଶ୍ୱରଙ୍କୁ ହିଁ ଭଲ ପାଉଛ, ତେବେ ତୁମେ ହୁଏତ ଖୁବ୍ ସମ୍ଭବ ଦାବି କରି ବସିବ ଯେ ସିଏ ଆଉ ଅନ୍ୟମାନଙ୍କୁ ଭଲ ନ ପାଇ ବରଂ କେବଳ ତୁମକୁ ହିଁ ଭଲ ପାଇବେ। ଇଏ ହେଉଛି ନିମ୍ନ ପ୍ରାଣର ଗତିବିଧିର ଏକ ନମୁନା। ମୋତେ ଯଦି ତୁ ଭଲ ପାଉଛୁ, ତେବେ ତୁ ଆଉ କାହାକୁ ଭଲ ପାଇପାରିବୁ ନାହିଁ। ତେବେ ତୁ ମୋର କେମିତି ହବୁ? ତୁ ଯଦି ମୋର ହେଲୁ, ତୁ ଆଉ କାହାର ହେଲେ ହବ ନାହିଁ। ଆପଣ ଦେଖିବେ, ଯୋଉ ତଥାକଥିତ ସବୁ କହନ୍ତି ଆମେ ହଉଛୁ ଜନ୍ମ ଜନ୍ମାନ୍ତରର ପ୍ରେମୀ, ଯଦି ଭୁଲରେ ଯଦି ସେ କାହା ସହିତ ଆଉ ଟିକେ କଥାବାର୍ତ୍ତା ହଉଛି, ଆଉ ତାର ପ୍ରେମିକ ବା ପ୍ରେମିକା ଦେଖିଦେଲା, ପ୍ରେମିକ ଗପୁଛି ଆଉ ଗୋଟେ ଝିଅ ସହିତ, ପ୍ରେମିକା ଯଦି ଦେଖିଦେଲା, ପ୍ରେମିକା ଆଉ ଗୋଟେ ପୁଅ ସହିତ ଟିକେ ହସ ଖୁସି ହଉଛି, ପ୍ରେମିକ ଯଦି ଦୂରରୁ ଥାଇ ଦେଖିଦେଲା, ସେ ସାଙ୍ଗେ ସାଙ୍ଗେ ଭାବେ, ଆରେ ହେଇ, ମୁଁ ତ ଏମିତି କଥା କହିକିରି, ଏମିତି ହସି ହସିକି ତା ସହିତ ଗପି ଗପିକିରି ତାକୁ ପଟେଇଥିଲି, ସିଏ କଣ ତା ସହିତ ଏମିତି ହେଲାଣି, ସିଏ କଣ ଆକୁ ପୁଣି ପଟଉଛି କି? ଏଇ ଶବ୍ଦ ସବୁ ବ୍ୟବହାର କରନ୍ତି ସେମାନେ। ତେବେ ସେଠି କୁହନ୍ତୁ, ଏଇ ଶବ୍ଦ ଯୋଉଠି ଆସୁଛି, ପ୍ରେମ କାହିଁ, ଭଲ ପାଇବା କାହିଁ? ଭଲ ପାଇବା କେବେ ଦାବି କରି ବସେ ନାହିଁ। ସେଇଥିପାଇଁ କହୁଛି, ମାତ୍ର ଏହି ଦାବି ଏକ ମିଥ୍ୟା ଦାବି। ଯାବତୀୟ ଯଥାର୍ଥ ଅଧିକାର ତଥା ବସ୍ତୁ ସ୍ୱଭାବର ବିରୋଧୀ। ଇଏ ହେଉଛି ଅଧିକାର ସାବ୍ୟସ୍ତ କରିବା ଏବଂ ବସ୍ତୁ ସ୍ୱଭାବର ମଧ୍ୟ ବିରୋଧୀ। ବେଳେ ବେଳେ କହନ୍ତି, ମୁଁ ତତେ ଦେଇଥିଲି ଗିଫ୍ଟ, ତୁ ତାକୁ ଦେଇଦେଲୁ। ଆରେ ବାବା, ତମେ ଯେତେବେଳେ ଯାହାକୁ ଅତି ଭଲ ପାଇ ନିଜର ବୋଲି ଗିଫ୍ଟ ଦେଇଥିଲ, ସିଏ ତ ତାଙ୍କର ହେଇଗଲା, ତୁମର ଅଧିକାର ଆଉ କୋଉଠି ରହିଲା ତା ଉପରେ? ତାପରେ ସିଏ ତାକୁ କେମିତି ବ୍ୟବହାର କରିବେ, ସେଟା ତାଙ୍କର ବ୍ୟାପାର। ସିଏ ନାଇଁ, ମୁଁ ଯେମିତି ଚାହୁଁଛି ତୁ ସେମିତି ବ୍ୟବହାର କରିବୁ, ତାମାନେ ତମେ ତାକୁ ଅଧିକାର କରୁଛ, ତମେ ତାକୁ ନିଜର ବନ୍ଧନରେ ବାନ୍ଧିକି ରଖୁଛ। ତେଣୁ ଏଠି ପ୍ରଭୁ ଶ୍ରୀଅରବିନ୍ଦ ଲେଖୁଛନ୍ତି ଯେ ସିଏ ମତେ ଯଦି ପରମେଶ୍ୱରଙ୍କୁ ମୁଁ ଭଲ ପାଉଛି, ତେବେ ସେ ଅନ୍ୟମାନଙ୍କୁ ଭଲ ପାଇପାରିବେ ନାହିଁ। ଏ ପ୍ରକାର ଭାବରୁ ଉର୍ଦ୍ଧ୍ୱକୁ ଉଠିବା। ତାପରେ କହୁଛି, ସିଏ ହେଉଛନ୍ତି ଏକମ୍ ଏବ ଦ୍ୱିତୀୟ। ସିଏ ଏକ, ପୁଣି ଦ୍ୱିତୀୟ ମଧ୍ୟ। ସିଏ ଦ୍ୱିତୀୟ କିନ୍ତୁ ଏକ। ସର୍ବ ଭିତରେ ସିଏ ହେଉଛନ୍ତି ଏକାଶୀ। ମାନେ ନିଜେ ସ୍ୱୟଂ, ସବୁ ଭିତରେ ବି ମିଶିକି ସେ ସ୍ୱୟଂ ନିଜେ। ଆଉ ଆମେ ହଉଛୁ ତାଙ୍କର ଏଇ ଯୋଉ ବିଶାଳ ପରିପ୍ରକାଶ ଅନେକ ରହିଛି, ତା ଭିତରେ ଆମେ ହଉଛୁ ଏକ ଅଂଶ। ଆମେ ହିଁ ହଉଛୁ, ଆମେ ମଧ୍ୟରେ ସେଇ ପରମେଶ୍ୱର ନିଜେ ରହିଛନ୍ତି। ସେଇଥିପାଇଁ ତାପରେ ଲାଇନ ଟା କହୁଛନ୍ତି କଣ? ହୃଦୟ ତଥା ଆତ୍ମାର ଭୂମିରେ ସକଳ ସତ୍ତାଙ୍କ ସହିତ ଏକ ହୋଇ ରହିବ। ତେବେ ସେତେବେଳେ ପରମେଶ୍ୱର ଭଲ ପାଇବା ଲାଗି ଏକା ତୁମ ବ୍ୟତୀତ ଏଇ ପୃଥିବୀରେ ଆଉ ଜଣେ କେହି ହେଲେ ନଥିବେ। ଏଇ ଲାଇନଟାର ଉପରଟା ଫାଷ୍ଟ ଟାଞ୍ଜାଟାକୁ ଯଦି ମନେ ରଖିବା, ଯଦି ଫାଷ୍ଟ ଟାଞ୍ଜା ଅନୁସାରେ ଆମେ ବଞ୍ଚିବା, ତେବେ ତାପରେ ସବୁ ହେଇଯିବ। କଣ କହିଲେ?
ତୁମେ ବରଂ ହୃଦୟ ତଥା ଆତ୍ମାର ଭୂମିରେ ସକଳ ସତ୍ତାଙ୍କ ସହିତ ଏକ ହୋଇ ରହିବ। ଯେତେବେଳେ ମୁଁ ସକଳ ସତ୍ତା ସହିତ ଏକ ହେଇଗଲି, ତାହେଲେ ପରମେଶ୍ୱର ଯାହାକୁ ଭଲ ପାଇଲା ମାନେ ତ ମତେ ଭଲ ପାଇଲେ। ଆରେ ଆ ଭିତରେ ମୁଁ ଅଛି, ଆ ଭିତରେ ବି ମୁଁ ଅନୁଭବ କରୁଛି ମତେ ନିଜକୁ। ଟିଭି ଭିତରେ, ମନିଟର ଭିତରେ, ମୋବାଇଲ ଭିତରେ, ଗଛ ଭିତରେ, ବସ୍ତୁ ଭିତରେ, ଯିଏ ବି ମୋର ଶତ୍ରୁ ତା ଭିତରେ ଯଦି ସିଏ ରହିଛନ୍ତି, ତେବେ ଯଦି ସେ ଶତ୍ରୁକୁ ବୋଲି ଭଲ ପାଇଲେ, ତେବେ ମୋ ଭିତରେ ତ ମୁଁ ତ ଯିଏ, ସିଏ ତ ସିଏ, ତେଣୁ ମତେ ତ ଭଲ ପାଇଲେ। ତେଣୁ ସେଥିପାଇଁ କହିଲେ, ସେତେବେଳେ ପରମେଶ୍ୱର ଭଲ ପାଇବା ଲାଗି ଏକା ତୁମ ବ୍ୟତୀତ ଏହି ପୃଥିବୀରେ ଆଉ ଜଣେ କେହି ହେଲେ ନଥିଲେ। କେତେ ସୁନ୍ଦର! ଆମକୁ ବଞ୍ଚିବାକୁ ପଡିବ ସେଇଥିରେ। ଆଉ ସେଥିପାଇଁ ହେଲେ ଆମକୁ ଆମର ସବୁ ଗତିବିଧିକୁ ଚିହ୍ନିବାକୁ ପଡିବ, ଦେଖିବାକୁ ପଡିବ। ବେଳେ ବେଳେ ଲୋକେ କହନ୍ତି ଯେ ମାଙ୍କ କାମ, ଭଗବାନଙ୍କ କାମ ଯୋଉ ଉପାୟରେ ହେଲେ ବି କରିଦେଲେ ବି ହେଇଗଲା। ମାନେ ଶଠ ଉପାୟ, ଠକାମି ଉପାୟ, ଅର୍ଥ ଯଦି କାହା ପାଖରୁ ଆଣିବାର ଅଛି, ମିଛ ସତ କହି ଅର୍ଥ ନେଇ ଆସିବା, ଲୋକମାନଙ୍କୁ ନିଜ ଅଧୀନରେ ରଖିବା ପାଇଁ ତାଙ୍କୁ ନିମ୍ନ ପ୍ରାଣ, ନିମ୍ନ ଗତିବିଧିର ଯୋଉ ଲୋଭନୀୟ ବସ୍ତୁ ତାଙ୍କୁ ଦେଖେଇବା, ତମେ ଆସ ଆମେ ସମସ୍ତେ ମିଶିକିରି ଗୋଟେ ଏମିତି କରିବା, ସେମିତି କରିବା। ତାପରେ କହିଲେ ତମେ ଆରେ କାହିଁକି ଏମିତି ଲୋୟର ଭାଇଟାଲ କାମ ହଉଛ? ନାରେ ଯୋଉ ବାଟରେ ହଉ ସେମାନେ ତ ମାଙ୍କ ପାଖକୁ ଆସିବେ, ଆଉ ଆଜି ନହେଲେ କାଲି ତ ମାଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବେ। ଭୁଲ ଧାରଣା, ପୁରା ଭୁଲ ଧାରଣା। ଯୋଉ ମାଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହବା, ମାଙ୍କ ଅନୁଷ୍ଠାନକୁ ଆସିଲେ ଯେ ଜଣେ ମାଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହଉଛି, ଏ ଧାରଣା ଏକ ଭୁଲ ଧାରଣା। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯଦି ସେ ଭଗବାନଙ୍କୁ, ପରମଙ୍କୁ ଅବିକୃତ ଭାବରେ ପରିପ୍ରକାଶ କରିବା ପାଇଁ ସଂକଳ୍ପ ନ କରିଛି, ତଥା ଯଦି ସେ ଏବେ ବି ସେଇ ନିମ୍ନ ପ୍ରକୃତିର ସ୍ପନ୍ଦନରେ ସ୍ପନ୍ଦିତ ହେଉଛି, ତେବେ ସିଏ ମାଙ୍କର ହେଇନାହିଁ, ପୂର୍ଣ୍ଣ ଯୋଗ କରୁନାହିଁ। ଭୁଲ ଧାରଣାକୁ ସମସ୍ତଙ୍କ ଭିତରେ ଥୋପି ଥୋପି ଆମକୁ ଅଳସୁଆ କରୁଛନ୍ତି, ଆମକୁ ଠକାମିର ଶିକାର କରାଉଛନ୍ତି, ଆମେ ଠକ ହେଇଯାଉଛୁ। ଆଜ୍ଞା ସିଏ ଆଜ୍ଞା ମାଙ୍କ ଲୋକ ବା, କାହିଁକି ନା ଆସୁଛନ୍ତି ସବୁଦିନ ସକାଳୁ ପ୍ରଣାମ କରି ଯାଉଛନ୍ତି ମାଙ୍କୁ, ରାତିରେ ଯେତେ ଡେରି ହେଲେ ପ୍ରଣାମ କରନ୍ତି, କିଛି ନାହିଁ ଦିନରେ ତ ଯେମିତି ହେଲେ ଆସିକି ଯିବେ, ନହେଲେ ହବନି। ମାଙ୍କର ସେ ଅନନ୍ୟ ଭକ୍ତ ହେଇପାରନ୍ତି, ମନା କରାଯାଉନି, କିନ୍ତୁ ସେଇଟା ହିଁ କେବଳ ମାଙ୍କର ବୋଲି ଲକ୍ଷଣ ନୁହେଁ। ସିଏ ଯେ ପୂର୍ଣ୍ଣ ଯୋଗ କରୁଛି, ତାହା ଲକ୍ଷଣ, ଏହି ଲକ୍ଷଣ ତାକୁ ସୂଚାଏ ନାହିଁ। ସିଏ ଯେ ଶ୍ରୀମାନଙ୍କ ଯୋଗ କରୁଛି, ଏ ଲକ୍ଷଣ ତାକୁ ସୂଚାଏ ନାହିଁ। ଇଏ ଗୋଟିଏ ଅଂଶ, ଏ ବି ହେଇପାରେ। ନିଷ୍ଠାପରତା ଦରକାର ବାଛିବାରେ। ମୁଁ କୋଉ ଆଦର୍ଶକୁ ସମର୍ଥନ କରୁଛି, ମୁଁ କୋଉ ଗତିବୃତ୍ତିକୁ, କୋଉ ସ୍ପନ୍ଦନକୁ ସମର୍ଥନ କରୁଛି, କୋଉ ସ୍ପନ୍ଦନରେ ସ୍ପନ୍ଦିତ ହଉଛି, କୋଉ ସ୍ପନ୍ଦନକୁ ସମର୍ଥନ କରୁଛି। ଯଦି ମୁଁ ତାହା କରୁନାହିଁ, ତେବେ ମୁଁ ତାଙ୍କୁ ଭଲ ପାଉନାହିଁ, ତେବେ ମୁଁ ଈଶ୍ୱରଙ୍କୁ ଭଲ ପାଉନାହିଁ, କିମ୍ବା ଈଶ୍ୱରଙ୍କ ଚେତନାରେ, ପରମଙ୍କ ଚେତନାରେ ରହୁନାହିଁ। ମୁଁ ପୂର୍ଣ୍ଣ ଯୋଗ ଏପର୍ଯ୍ୟନ୍ତ ଆରମ୍ଭ କରିନାହିଁ। ତା ମାନେ ଆମକୁ ସଚେତନ ହେବାକୁ ପଡିବ, ଜାଗ୍ରତ ରହିବାକୁ ପଡିବ, ନିଷ୍ଠାପର ସହକାରେ ନିଜକୁ ତନ୍ନ ତନ୍ନ କରି ପରୀକ୍ଷା କରିବାକୁ ପଡିବ। କୋଉ ସତ୍ତାରେ ମୋର, କୋଉ ଅଂଶରେ ମୋର, କୋଉ କର୍ମରେ ମୋର, କୋଉ ଚିନ୍ତାରେ ମୋର, କୋଉ ଭାବନାରେ ମୋର ଧସେଇ ହେଇ ଭଗବତ ବିରୋଧୀ ଶକ୍ତି କାମ କରି ଯାଉ ନାହିଁ ତ? ଏହି ସଂକଳ୍ପ ରଖିବା ମାଙ୍କ ପାଖରେ ଯେ ମା, ତୁମେ ମୋ ଭିତରେ ଜାଗ୍ରତ ପ୍ରହରୀ ଭଳି ଧରି ବସ ସେଇ ଶକ୍ତିର କ୍ରିୟାକୁ, ଯୋଉଗୁଡ଼ିକ ମୋତେ ତୁମ ନିକଟକୁ, ପରମଙ୍କ ନିକଟକୁ ନେବାରେ ବାଧା ସୃଷ୍ଟି କରୁଛି। ମା, ଥ୍ୟାଙ୍କ ୟୁ ଅଲ୍, ରବର।